ଏବେ ମୁଁ କହିବି ଯେ ବ୍ଲଡ ପ୍ରେସର କେତେ ନର୍ମାଲ ରହିବା କଥା। ସମସ୍ତେ ଏଇ କ୍ୱେଶ୍ଚିନ୍ ପଚାରନ୍ତି ମୋର ବ୍ଲଡ ପ୍ରେସର ନର୍ମାଲ କେତେ ରହିବା କଥା। ଜାଣି ରଖନ୍ତୁ ଯେ ବ୍ଲଡ ପ୍ରେସର ଆପଣଙ୍କର 120/80 mmHg ରହିବା କଥା। ଆପଣଙ୍କ ଏଜ୍ 50 ବର୍ଷ ହଉ 60 ବର୍ଷ ହଉ ବା ଆପଣଙ୍କର 20 ବର୍ଷ ହଉ ଆପଣ ବିପି ସମସ୍ତଙ୍କର 120/80 ରହିବା କଥା। ବେଳେବେଳେ ଦେଖାଯାଏ ବୟସ୍କ ଲୋକମାନଙ୍କର ବିପି ବହୁତ ବଢ଼ିକି ଥାଏ 150/90। ଲୋକ ଆଗରୁ ଭାବୁଥିଲେ ଯେ ଯଦି 50 ବର୍ଷ ହେଲା 60 ବର୍ଷ ହେଲା ତାଙ୍କ ପାଇଁ ବିପିଟା ଏଇଟା ଠିକ୍। ସେଇଟା କଦାପି ନୁହେଁ। ଆପଣଙ୍କର ବିପି ଯଦି 120/80 ମାନେ ଉପର ବିପିଟା ହେଉଛି ସିଷ୍ଟୋଲିକ୍ ବ୍ଲଡ ପ୍ରେସର, ତଳଟା ହେଲା ଡାଏଷ୍ଟୋଲିକ୍ ବ୍ଲଡ ପ୍ରେସର। ତେଣୁ ଯଦି 120ରୁ ଉପରକୁ ରହୁଛି ଉପରଟା ବା ତଳଟା 80ରୁ ଉପରକୁ ରହୁଛି, ଏଥିରୁ ଜାଣି ନିଅନ୍ତୁ ଆପଣଙ୍କ ବ୍ଲଡ ପ୍ରେସର ଅଧିକା ଅଛି। ତେଣୁ କେତେ ଅଧିକା ରହିଲେ ମେଡିସିନ ଆପଣଙ୍କୁ ଖାଇବାକୁ ପଡ଼ିବ, ଆଉ କେତେରୁ ଅଧିକା ରହିଲେ ଆପଣ କେବଳ ଲାଇଫଷ୍ଟାଇଲ ମଡିଫିକେସନ୍ କରିବେ, ସେଇଟା ଆପଣ ଡକ୍ଟର ପାଖରୁ ନିଶ୍ଚିନ୍ତ ବୁଝି ନିଅନ୍ତୁ। ଆଉ ବ୍ଲଡ ପ୍ରେସର ଯଦି ଆପଣଙ୍କର 120 ସିଷ୍ଟୋଲିକ୍ ଉପରକୁ ଯାଉଛି ଆଉ ଡାଏଷ୍ଟୋଲିକ୍ ତଳଟା 80ରୁ ଉପରକୁ ଯାଉଛି, ତାହେଲେ ନିଶ୍ଚିତ ଭାବରେ ଘରେ ଗୋଟେ ଡିଜିଟାଲ ମେସିନ୍ କିଣିକି ରେଗୁଲାର ମନିଟରିଂ କରନ୍ତୁ। ତେଣୁ ଏଇଟା ମନେ ରଖନ୍ତୁ ଯେ ବିପି କୌଣସି ଏଜ୍ ସହିତ ରିଲେଟେଡ୍ ନାହିଁ। ମ୍ୟାକ୍ସିମମ୍ ଯଦି ଆପଣଙ୍କର ଆଡଲ୍ଟ ଅଛନ୍ତି ତାହେଲେ ଆପଣଙ୍କର ବ୍ଲଡ ପ୍ରେସର ନିଶ୍ଚିତ ଭାବରେ 120/80 mmHg ସହିତ ସମାନ ରହିବା ଦରକାର ବା ତା ତଳକୁ ରହିବା ଦରକାର। କିନ୍ତୁ ବିପି ଆହୁରି ବହୁତ କମିଗଲେ ଅସୁବିଧା, କିନ୍ତୁ ଯଦି 100 ତଳକୁ ଖସୁଛି ତାହେଲେ ନିଶ୍ଚିତ ଭାବରେ ଟିକେ ଡକ୍ଟରଙ୍କ ପରାମର୍ଶ କରିକି ଆପଣ ଜାଣି ନିଅନ୍ତୁ ଆପଣଙ୍କର ଯେଉଁ ବିପିଟା ରହୁଛି 100ରୁ କମ୍ ଉପରଟା ବା ତଳଟା 80ରୁ କମ୍ ରହୁଛି, ଏଇଟା କୌଣସି ହାର୍ଟର ପ୍ରୋବ୍ଲେମ୍ ଯୋଗୁଁ ନାହିଁ ତ। ତେଣୁ ସେଥିପାଇଁ ଆପଣ ବିପିଟା ନିଶ୍ଚିତ ଭାବରେ ଆପଣ ମାପନ୍ତୁ ଆଉ ନିଶ୍ଚିତ ଭାବରେ ଡକ୍ଟରଙ୍କ ପରାମର୍ଶ କରନ୍ତୁ।